ମାନେ 36 ଡିସିପ୍ଲିନ୍ ଉପରେ କେସ୍ କରିଛ କିନ୍ତୁ ଏଇକା କେମିତି ରାଜି ହଉଛ 18 ଡିସିପ୍ଲିନ୍ ନେବା ପାଇଁ ଆଉ କୋଉ ବଳରେ ହେଲମେଟ୍ କାହିଁ ଲେଖିଦେବେ ସେ କୋଉ ବଳରେ ତାଲା ପକେଇଲେ ଆମର ତାଙ୍କୁ ବି କୋଶ୍ଚିନ୍ ସେ କୋଉ ବଳରେ ତାଲାଟା ପକେଇଲେ କୋର୍ଟ ତାଙ୍କୁ ଦେଇନି ଯେ ତାଲା ପକେଇବା ପାଇଁ ଯଦି ସେ କୋର୍ଟ ଦେଇଛି ତା ହେଡମାଷ୍ଟରଙ୍କୁ ସେ ଚିଠିଟା ଦେଲେନି ଚିଠି ଦେଇକି ତାଲା ପକେଇଥାନ୍ତେ ସେ କୋଉ ବଳରେ ତାଲା ପକେଇଦେଲେ ସ୍କୁଲରେ ଯୋଉମାନେ ପିଲାମାନେ ପାଠ ପଢିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି କଣ ହେଲା ଟିକେ ପବ୍ଲିକ ଟିକେ ବୁଝେଇ କୁହନ୍ତୁ କିଏ ଆସିକି ଏ କଥା କହିଲେ ସାଗର ଭାଇନା ଆସି କହିଲେ ସାଗର ଭାଇନା କହିବା କଥା ଯେହେତୁ ତମେ କହୁଛ ମୁଁ 35 ଡିସିପ୍ଲିନ୍ ପାଇଁ କେସ୍ଟା କରିଥିଲି କିନ୍ତୁ ଯଦି ତମେ ପ୍ରୁଭ୍ କରୁଛ ଯେ ତମେ ମତେ ଏଇଟା ଦେଖାଉଛ ଦଲିଲ ଦେଖାଉଛ ଯେ ରେଜିଷ୍ଟ୍ରି ହେଇଛି କିନ୍ତୁ ସେ ବାପାଙ୍କର ଦି ପୁଅରୁ ଗୋଟେ ପୁଅ ବିକ୍ରି କରିଛନ୍ତି ଗୋଟେ ପୁଅ ବିକ୍ରି ନାହିଁ ଯଦି ବିକ୍ରି କରିନାହିଁ ତାହେଲେ ଆମର ଅଂଶ ଅନୁସାରେ ମତେ 18 ଡିସିପ୍ଲିନ୍ ଦେଇଦିଅ ମୁଁ କମ୍ପ୍ରମାଇଜ କରିବା ପାଇଁ ରାଜି ଯେହେତୁ ତମେ ସେଠି କୋର୍ଟରେ ରାୟ ଆଣିଛ 35 ଡିସିପ୍ଲିନ୍ରେ ତମେ କେମିତି 18 ଡିସିପ୍ଲିନ୍ ରାଜି ହଉଛ ଯେହେତୁ ତମ ଭାଇ କଥା ଅଛି ନିଶ୍ଚିନ୍ତ ତା ଦେହରେ କିଛି ଥିବ ଯେ ବୁଝାମଣା ହେଇଥିବ ଇଏ ଏଠି ନେଇଥିବେ ସେ ସେଠି ନେଇଥିବେ ସେଟା ସମୟ କହିବ ନିଶ୍ଚିନ୍ତ ସେଟା ବାହାରିବ ପଦାକୁ ଆସିବ କଥାଟା ପଦାକୁ ଆସିବ କିନ୍ତୁ ସେ ଯୋଉ କହିଲେ ମତେ 18 ଡିସିପ୍ଲିନ୍ ଦେଇଦିଅ ମୁଁ ଗୋଟେ ଲେଖିଦିଅ ମୁଁ ତାକୁ ତାଲା ଖୋଲିଦେବି ଏଇଟା ଅସମ୍ଭବ କଥା ତେଣୁ ସେଟା କାହିଁକି ଯିବେ ସେ କଥା ଲେଖିବା ପାଇଁ ତହସିଲଦାରଙ୍କୁ ଆଜି କଣ ଦେଇଛନ୍ତି ତାଙ୍କ କମିଟି ବସି ନିଷ୍ପତ୍ତି ନେଇଛି ସେ ନିଷ୍ପତ୍ତି ଅନୁସାରେ ସେ ଦେଇଛନ୍ତି ଡିମାର୍କେସନ କରିବା ପାଇଁ ଦେଇଛନ୍ତି ତା ଦିଟା ଜମି ଅଛି ଗୋଟେ ହେଲା 192 ସ୍କୁଲ ପାଖରେ ସେଟା ଡିମାର୍କେସନ ହବ ତା ସହିତ ଆଉ ଗୋଟେ ଗାୟସାହି ପାଖରେ ଅଛି ସେଟା ବି ଡିମାର୍କେସନ ପାଇଁ ଦିଆଯାଇଛି ଡିମାର୍କେସନ ହେଲେ ପ୍ରକୃତ ସତ୍ୟତା ନିଶ୍ଚିତ ଆସିବ